ଜନ ସାଙ୍ଗମାନେ ଆମେ ଆସି ପହଞ୍ଚିଲୁ ଛତିଶଗଡ଼ ଯତ୍ମୟୀ ଧାମରେ ବା ଯତ୍ମୟୀ ମାଆଙ୍କ ମନ୍ଦିରରେ। ଦେଖନ୍ତୁ ଜାଗାଟା କେତେ ସୁନ୍ଦର ହେଇଛି। ଆମେ ଗୋଟେ ମାଆଙ୍କ ସେଠି ଭିତରକୁ ଚାଲିଲୁ। ଭିତରକୁ ଯାଉ ଯାଉ ଦେଖିଲୁ ଡାହାଣ ପଟେ ଗୋଟେ ଜାଗା ଅଛି ଯୋଉଠି ପୁରା ଦେଖାହେଉଛି ଠାକୁରଙ୍କ ମୂର୍ତ୍ତି ବା ମନ୍ଦିର। ତ ସେ ଦୃଶ୍ୟ ଦେଖିଲୁ। ଦେଖନ୍ତୁ ଏଇଠୁ ହେଉଛି ଯତ୍ମୟୀଙ୍କ ମନ୍ଦିର, ମଝିରେ ରହିଛି ଝରଣାଟି, କେତେ ସୁନ୍ଦର ଦେଖାହେଉଛି। ବର୍ଷା ଦିନେ ଏହାର ଭିଡ଼ିଓ ଦେଖିବେ, ପୁରା ପାଣି ବୁଡ଼ିକି ଥାଏ ଏ ଜାଗାରେ, ପୁରା ଅଲଗା ପ୍ରକାର ଲାଗୁଥାଏ। ସେ ଜିନିଷ ଦେଖିକି ଆମେ ଟିକେ ଆସିଥିଲୁ। ତ ଏଠି ବି ତ ସେ ଆସେ ବର୍ଷା ନାହିଁ ବୋଲି ତ ଏତେ ପ୍ରୋବ୍ଲେମ୍। ପାଣି ଅଛି କିନ୍ତୁ କମ୍ ପାଣି ଅଛି। ଦେଖନ୍ତୁ ଆମେ ଏଠି ଦେଖିଲୁ ମାଛ ଏ ପାଣିରେ ଅଛନ୍ତି, ଏ ଝରଣାରେ। ଆମେ ଟିକେ ଗୋଡ଼ ବୁଲିଲୁ, ପାଣି ବହୁତ ଥଣ୍ଡା ଥିଲା, ନଥିଲା, ବହୁତ ଉଷୁମ ଥିଲା, ବଢ଼ିଆ ଲାଗୁଥିଲା। ତାପରେ ଆମେ ଟିକେ ଚାଲୁ ଉପରେ, ଏଠି ଠାକୁର ଦର୍ଶନ କରିବା, ଏଠି ଯତ୍ମୟୀ ମାଆଙ୍କୁ ଟିକେ ମୁଣ୍ଡିଆ ମାଇଲୁ। ଏଠି ମୁଣ୍ଡିଆ ମାରି ଜାଗା ଦେଖିଲୁ, ବଢ଼ିଆ ସୁନ୍ଦର କାମ ହେଇଛି ଏଠି। ତାପରେ ପୁଣି ଚାଲୁ ଉପରକୁ, ଝରଣା ଉପରକୁ ଚାଲନ୍ତୁ, ସେଇଠିରେ ଆମେ ଉପରକୁ ଚାଲୁ ଏବେ। ମୋ ଆଗେ ଦେଖନ୍ତୁ କେତେ ବଢ଼ିଆ ଲାଗୁଛି ଲୋକେସନଟା, ପାହାଡ଼ ଉପରେ ମନ୍ଦିର, ମନ୍ଦିର ଭିତରେ ଝରଣା, କେତେ ସୁନ୍ଦର ଲାଗୁଛି। ଏଠି ହନୁମାନଙ୍କ ମୂର୍ତ୍ତି ଦେଖିଲୁ, ଫଟୋ ବି ଉଠେଇଲୁ। ତ ଏ ଜାଗାଟା ବହୁତ ବଢ଼ିଆ କଥା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ମସ୍ତ ଲାଗୁଥିଲା। ଯତ୍ମୟୀ ମାଆଙ୍କ ମନ୍ଦିର ଦେଖନ୍ତୁ କେତେ ବଢ଼ିଆ ଭାବରେ ଠାକୁରଙ୍କ ହେଇଛି କାମ ସବୁ। ପାହାଡ଼ ଦିହରେ ଝରଣା ପାଣି ଆସୁଥାଏ, ଏସବୁ ଦେଖି ଆମେ ମୁଣ୍ଡିଆ ମାରିଲୁ ଠାକୁରଙ୍କୁ। ଆଉ ଏଠି ଭିୟୁଟା ଦେଖନ୍ତୁ, ଉପରୁ ତଳକୁ ଦେଖିଲା କେତେ ବଢ଼ିଆ ଦେଖାହେଉଛି। ତାପରେ ଏସବୁ ଦେଖିଲା ପରେ ଆମେ ଟିକେ ତଳକୁ ଚାଲିଲୁ। ଝରଣା ଆମେ ଗୋଡ଼ ବୁଡ଼ିଲୁ। ତାପରେ ଗୋଟେ ଅନେକ ଜିନିଷ ଦେଖିଲୁ, ମାଛମାନେ ଆସି ଆମ ଗୋଡ଼କୁ ପୁରା ଖାଉଥାନ୍ତି। ଆଉ ସେ ବହୁତ ମଜା ଲାଗୁଥାଏ, ଯେମିତି ମାନେ କିଛି ଫିସ୍ ଥେରାପି ଟାଇପ୍ର।